ପରମର୍ଶ ଦେବା କହିଛନ୍ତି ମରଣକୁ ମୋର ଭୟ ନାହିଁ କାହିଁକି ନା ମୁଁ ମୃତ୍ୟୁକୁ ଜିଣି ଯାଇଛି ଜମକୁ ମୋର ଭୟ ନାହିଁ ବୁଝିଲେ ନା ମୋର ଭୟ ହଉଛି ଗୋଟିଏ ଜିନିଷକୁ କଣ ସେ ଜିନିଷ ହଉଛି ନିନ୍ଦା ନିନ୍ଦାକୁ ଭାରି ଭୟ କରେ କିନ୍ତୁ ମରଣକୁ ବରଂ ଭୟ କରେ ନା କିନ୍ତୁ ନିନ୍ଦାକୁ ଭାରି ଭୟ କରେ ବୁଝିଲେ କି ତେଣୁ ସେମିତି କାଳେ କେହି ଆମକୁ ନିନ୍ଦା ଖାଲି ତମେ ନୁହେଁ ତମେ ଯୋଉ ଲୋକଙ୍କୁ ନାଁ କହିଲ ସେ ଲୋକ ତମକୁ ଗାଳି ଗୁଲଜ କରିବା ସଙ୍ଗେ ସଙ୍ଗେ ମତେ ବି ନିନ୍ଦା କରିବ ନା ଭୟ ତ ହେଲା ମୁଁ ସେଟା ବି ଜାଣିନଥିଲି ଯଦି କିଛି ବେହୁସିଆରୀରେ ହେଇଯାଇଛି ଆମେ ତାକୁ ସଂଶୋଧନ କରିଦବା କିଛି ଅସୁବିଧା ନାହିଁ। ଆଜ୍ଞା ଆଉ ଗୋଟେ ମନରେ ବେଳେ ପ୍ରଶ୍ନ ଆସେ ଏ ଆତ୍ମା ତ ଶରୀର ଭେଦ କରୁଛି ସେଥିରେ ଲୋକ ତ ବହୁତ ଏ ଶରୀର ମଧ୍ୟରେ ଲୋକ କାହିଁ ଜାଣିପାରୁନାହାନ୍ତି ଜୀବ କାହିଁ ଜାଣିପାରୁନି ଯେ ଗୋଟେ ସତରେ ଗୋଟେ ଆତ୍ମା ଅଛି ତା ଦ୍ୱାରା ମୁଁ ଚଳୁଛି ମୁଁ କରିପାରୁଛି କାହିଁ ଲୋକ ବିଭିନ୍ନ ଭେଦ ଭାବ ପ୍ରଭେଦରେ ଅଛନ୍ତି। ଏ ପ୍ରଶ୍ନର ଗୋଟେ ଉତ୍ତର ଦେମି ବୁଝିପାରିବୁ ହେଲା। ଆଜ୍ଞା ଆଜ୍ଞା ଜଣେ ସ୍ତ୍ରୀ ଲୋକ ସିଏ ଜାଣୁଛି ଗର୍ଭ ଯନ୍ତ୍ରଣାଟା କେତେ ଆଜ୍ଞା ଜାଣୁଛି ନା ନାଇଁ ହଁ ନିଶ୍ଚିତ ଜାଣି ସାରିଲା ପରେ ପୁଣି କାହିଁକି ସେଇ ଯନ୍ତ୍ରଣାରେ ପଡୁଛି ବାରମ୍ବାର ହଁ ଠିକ କଥା ହଁ ଆଜ୍ଞା ତାର କାରଣଟା ହଉଛି ବୁଝିଲେ ଲୋକ ଜାଣି ଶୁଣିକି ଯୋଉ ଭୁଲଟା କରେ ତାକୁ କୁହନ୍ତି ତାର ସେଟା ଅଜ୍ଞାନ ଭାବ ବୁଝିପାରିଲେ ଆମେ ଜାଣୁଛନ୍ତି ଏଇ କଥା ଗୁଡାକ ସବୁ କିନ୍ତୁ ପୁଣି ଦେଖିଲାକୁ ସେଇ କଥାଟା କରୁଛନ୍ତି ଏଇଟା କଣ ଅଜ୍ଞାନ ଭାବ ନା ଆଉ ଅଜ୍ଞାନତା ସେ ଅଜ୍ଞାନତାରୁ କୁହାଯାଏ ମାୟା ତେଣୁ ଅଜ୍ଞାନତାର ଅନ୍ୟ ନାମ ହେଲା ମାୟା ଆମେ ମାୟାରେ ସବୁ କଣ କରୁଛନ୍ତି ବସିଛନ୍ତି ଅଜ୍ଞାନଟାକୁ ଆମେ ପ୍ରକୃତ ଯୋଉଟା ଠିକ ନୁହେଁ ବେଠିକଟାକୁ ଠିକ ବୋଲି ଭାବୁଛନ୍ତି ତେଣୁ ଆମେ ସୁଖ ଦୁଃଖ ଭୋଗୁଛନ୍ତି ହେଲା ତେଣୁ ଏଇ ଯୋଉ ଆତ୍ମା ଯୋଉ କହିଲ ସେ ଆତ୍ମାଟା ପ୍ରକୃତ ନିର୍ମଳ ସ୍ୱଚ୍ଛ କିନ୍ତୁ ଏ ଶରୀର ଭିତରେ ଥିଲେ ମଧ୍ୟ ଆମ ଶରୀର ଭିତରେ ଯୋଉ ଆତ୍ମା ଜୀବାତ୍ମା ଯେତେବେଳେ ଇନ୍ଦ୍ରିୟ ମାନଙ୍କ ବସରେ ବଶୀଭୂତ ହେଇଯାଉଛି ଚକ୍ଷୁମୁଖ ନାକ କର୍ଣ୍ଣରେ ହେଲା ବେଳକୁ ତା ପ୍ରକୃତି ବଦଳି ଯାଉଛି ହେଲା ଆତ୍ମା ଏକ କିନ୍ତୁ ତା ପ୍ରକୃତି ଗୁଡାକ ସବୁ ହଉଛି ଭିନ୍ନ ହେଲା ତେଣୁ ଧର ମନେ କରାଯାଉ ଜଣେ ଲୋକ ସେ ଯୋଉ ଦିନ ଜନ୍ମ ହେଇଛି ଗୋଟେ ସେ ସମୟରେ ତାର ଚୋର ପ୍ରକୃତି ଜାଗ୍ରତ ହେଇଛି ଆଉ ଜଣେ ଜନ୍ମ ବେଳକୁ ତାର ସାଧୁ ପ୍ରକୃତି ଜାଗ୍ରତ ହଉଛି ଚୋର ସାଧୁ ଦି ଜଣ ପ୍ରକୃତି ଦି ଜଣଙ୍କର ଭିନ୍ନ କିନ୍ତୁ ଯୋଉ ଆତ୍ମଶକ୍ତି ଦି ଜଣଙ୍କର ହଉଛି ସମାନ ତେଣୁ ପ୍ରକୃତି ବସରେ ଆମେ ସବୁ ଜାଣି ଶୁଣିକି ଭୁଲ କରୁଛନ୍ତି କରିସାରିଲା ପରେ ମଧ୍ୟ ପୁଣି ସେ ଭୁଲଟାକୁ ଆରମ୍ଭ କରୁଛନ୍ତି ଧର ଗୋଟେ ମଦୁଆ ତାକୁ ଆମେ ଯେତେ ବୁଝେଇବା ମଦଟା ଖରାପ ସିଏ ହଁ ମାରିବ ହଁ କିନ୍ତୁ ତାପରେ ସେ ପୁଣି ଦେଖିଲେ ସେ ମଦଟାକୁ ଖାଇବ କାହିଁକି ସେ ପ୍ରକୃତ ତାର ନିଜ ଭୁଲଟାକୁ ଅନ୍ତର ସହକାରେ ବୁଝିପାରୁନି ହେଲା ଆମେ ଅନ୍ତର ସହକାରେ ବୁଝିପାରିବା ତାହେଲେ ଆମର ଜ୍ଞାନ ହେଇଯିବ ନା ଆଉ କୋଉଠୁ ଭୁବନେଶ୍ୱର ରସୁଲଗଡ଼ ହଁ ଆପଣ ଏପିସୋଡ ମୁଁ ଦେଖୁଛି ତ ସବୁବେଳେ ଆଚ୍ଛା ଏଇ ଯୋଉ ମନର ସ୍ଥିରତା ଯୋଉ କହୁଛନ୍ତି ମନଟା କେମିତି କଣ ସ୍ଥିର କରାଯାଇପାରିବ ଶୁଣନ୍ତୁ ଆଜ୍ଞା ଏ ସବୁ ବହୁତ ପ୍ରକାରର ଉପାୟ ଲୋକ ସବୁ କହୁଛନ୍ତି ମନକୁ ସ୍ଥିର କରିବାର ପ୍ରାକ୍ଟିକାଲ ଅନୁଭୂତି ମୋର ଅଛି ବୁଝିଲେ ସେ ମନ ସ୍ଥିର ହେବାର ଅନୁଭୂତି ମୁଁ ବହୁତ ପ୍ରକାର ରିସର୍ଚ୍ଚ ତ କରୁଛି ଆପଣ ମନ ସ୍ଥିର କରିବାର ପ୍ରକୃତ କଥା ହଉଛି ଯେ ଗୁରୁ ନାମ ଯଦି ନିବୃତ୍ତି ମାର୍ଗର ମନ୍ତ୍ର ହେଇଥିବ ବୁଝିଲେ ସେ ମନ୍ତ୍ରକୁ ଧଇଲେ ସେ ତମକୁ ଶୂନ୍ୟ କରିଦେବ ମନକୁ ନାମ ତ ଗୋଟାଏ ନା ନାମ କେମିତି ଗୋଟାଏ ହେଲା ଅକ୍ଷର ଗୋଟେ ଓଲଟା ଗୋଟେ ସିଧା ଆଉ କଣ ନା ନାମ ଦିହରେ କୋଉ ନାମ ଦି ଅକ୍ଷର ଓଲଟା ସିଧା ଯୋଉ ଗୁରୁ ନାମଟା ଯୋଉଟା ଆସିଛି ସିଆଡୁ ନା ଗୁରୁ ନାମ ସେ ସଦ୍ଗୁରୁ ନାମ ନା କେତେ ନାମ ଅଛି ସଦ୍ଗୁରୁ ନାମ ନା ବାହାର ନାମ ନୁହେଁ ବାହାର ମର ନାମ ନୁହେଁ ଅମର ନାମଟା ଆଚ୍ଛା ଆପଣ ମର ନାମଟା ଅନେକ ଅଛି ମୋ ଗୁରୁ ଠାକୁର ଅଭିରାମ ପରମହଂସ ହେଲେ ଠିକ ଅଛି ତେଣୁ ଯଦି ନାମ ଗୋଟେ ବୁଝିଲ କିନ୍ତୁ କାମ ନିଶ୍ଚିତ ଗୋଟେ ହେଇନଥିବ ବୁଝଉଦଉଛି ଆପଣ ଶୁଣନ୍ତୁ ମୋ ଅନୁଭୂତିଟା ଗୋଟିଏ ହୋମିଓପାଥି ଗୋଲି ହେଲା ସେ ବୁନ୍ଦେ ଧର ଆମର ପେଟ ପାଇଁ ବୁନ୍ଦେ ପକଉଛନ୍ତି ମୁଣ୍ଡ ପାଇଁ ବି ବୁନ୍ଦେ ପକଉଛନ୍ତି ଗୋଲି ଦେଖିବାକୁ ଏକ କିନ୍ତୁ କାମ ଦେଖିଲା ବେଳକୁ ଭିନ୍ନ ହଉଛି ନା ସେଇଭଳି ପ୍ରକାରର ମନ୍ତ୍ର ହବ ଗୋଟିଏ କିନ୍ତୁ ସିଏ ଆମର କର୍ମ ନେଇକି ଭିନ୍ନ ହେଇପାରେ ଗୁରୁ ଯଦି ପ୍ରବୃତ୍ତି ମାର୍ଗ ହେଇଥିବେ ସେ ମନ୍ତ୍ରଟା ଆମକୁ ପ୍ରବୃତ୍ତି ମାର୍ଗରେ ନେଇଯିବ ଗୁରୁ ଯଦି ନିବୃତ୍ତି ମାର୍ଗ ହେଇଥିବେ ସିଏ ଆମକୁ ନିବୃତ୍ତି ମାର୍ଗ ନେଇ ଗୋଟିଏ ନାମ କଣ ବୁଝିଲେ ଦେଖନ୍ତୁ ଆପଣ ନିଜେ ଦେଖିବେ ପରୀକ୍ଷା କରିକି ଯୋଉ ନାରାୟଣ ମନ୍ତ୍ରରେ ଆମେ ଠାକୁରଙ୍କୁ ପୂଜା କରୁଛନ୍ତି ଘରେ ପଞ୍ଚାନନ ମେଳା କି ନାରାୟଣ ପୂଜା ସବୁ କରୁନାହାନ୍ତି ଜଣେ ତାନ୍ତ୍ରିକ ସେଇ ମନ୍ତ୍ର ନେଇକି ତନ୍ତ୍ର ମାର୍ଗରେ ତାକୁ ବିନିଯୋଗ କରିଦଉଛି
ତାର ଅର୍ଥ ବୁଝନ୍ତୁ ଭଲ ଭାବରେ। ତାର ଅର୍ଥ ହଉଛି କଣ ଯେ ଯିଏ ଯୋଉ ମାର୍ଗରେ ଥିବ ସେ ମାର୍ଗରେ, ଯଦି ଆପଣଙ୍କର ଗୁରୁ ଅଭିରାମ ପରମହଂସ ପ୍ରକୃତ ସେ ପରମହଂସ, ଆପଣ ଦେଖନ୍ତୁ ଯେ ଗୁରୁଙ୍କ ଠାରୁ ଯୋଉ ନାମ ଆଣିକିରି ଆପଣ ଜପ କରନ୍ତୁ ଘରେ ବା ଅଜପାରେ ଚଲାନ୍ତୁ। ଚଲେଇ ସାରିଲା ପରେ ରାତି 4টাରେ ବସିକି ଚିନ୍ତା କରିକି ନିଜେ ନିଜେ ପରୀକ୍ଷା କରି ଦେଖନ୍ତୁ ସେ ନାମକୁ ସ୍ମରଣ କଲା ପରେ ମନ ସ୍ଥିର ହଉଛି କି, ମନ ନିବୃତ୍ତି ମାର୍ଗକୁ ଆସୁଛି କି ଦେଖନ୍ତୁ। ଯଦି ଆସୁଥିବ ତାହେଲେ ସେ ନାମକୁ ଅହରହ ସ୍ମରଣ କରନ୍ତୁ। ଯଦି ସେ ନାମ ଦ୍ୱାରା ବିକ୍ଷିପ୍ତ ମନ ହଉଥିବ ତାହେଲେ ତମକୁ ପୁଣି ତାକୁ ଚେଞ୍ଜ କରିବା ପାଇଁ ପଡିବ। ମୁଁ କହୁନାହିଁ ଯେ ତମେ ୟାକୁ ଛାଡିକି ତାକୁ ଧର, ବୁଝିଲେ କି? ତା ନୁହେଁ, କଶ୍ମୀର କାଳେ ଉଦ୍ଦେଶ୍ୟ ତା ନୁହେଁ। ମୋର ଉଦ୍ଦେଶ୍ୟ ଆପଣ ମାନେ ସମସ୍ତେ କେମିତି ଉନ୍ନତି ବାଟକୁ ଯିବେ। ଆପଣ ସେ ଏପିସୋଡ ମୁଁ ଶୁଣିଲା ପରେ ଆପଣଙ୍କ ଆଟିଚ୍ୟୁଡ ମୁଁ ଜାଣିପାରିଲି। ଆଜିକାଲି ଯୋଉ ନୁଚା ଛପା ଲୋକ ଗପ ଗପୁଛନ୍ତି ଅଧା ଜ୍ଞାନରେ, ଆପଣଙ୍କର ପୂର୍ଣ୍ଣ ଜ୍ଞାନ ଅଛି ବୋଲି ଜଣା ପଡୁଛି। ନହେଲେ ଆପଣଙ୍କ ଏଇ ଜିନିଷଟା ଯଦି ଜଣେ ଭଲ ପାଠ ପଢିଛି ତାକୁ ଯୋଉଠି ପ୍ରଶ୍ନ ପଚାରିଲେ ସେ କହିବ କି ମତେ ପଚାର ମୁଁ କୋଉଠି ଭୁଲ କି ଠିକ କହୁଛି କି ବୁଝ। ଆପଣ ଏଇଟା କହୁଛନ୍ତି ନା ସେତେବେଳେ। ଏଇ ଜିନିଷଟା ସବୁ ଲୋକ ପାଖରେ ନୁହେଁ, ସବୁ ସମ୍ଭବ ନୁହେଁ। ମୁଁ ସେଇଥିପାଇଁ ଆପଣଙ୍କୁ ପଚାରିଲି, କାରଣ ଆଜିକାଲି ତ ବହୁତ ହଣ୍ଡ ବୁଲୁଛନ୍ତି ବଜାରରେ, ବହୁତ ଗୁରୁ ନାମ ଆଣିକି ଦାଣ୍ଡରେ ଗଡେଇଲେଣି, ପ୍ରଚାର କଲେଣି, ବିଭିନ୍ନ ପ୍ରକାର କଥା ଗପୁଛନ୍ତି, କିନ୍ତୁ କରିଲା ବେଳକୁ କିଛି କରିପାରିବେନି। ମହାପୁରୁଷଙ୍କ ଭଳିଆ ସେ ଲେଖେ କହିଲା ଭଳିଆ ନାଗ ଲୋକରୁ ବ୍ରହ୍ମ ଲୋକ କଥା କହିବେ, ବାବୁକୁ ଦେଖିଲେ ବଢା ହେବେ। ବାସ୍ ସେଇଭଳି କଥା। ତେଣୁ ନା ମୁଁ ଆପଣଙ୍କୁ କହିବାର କଥା ହଉଛି ତାକୁ ରାତି 4টাରେ ଯୋଉ ଗୁରୁଙ୍କୁ ଧରିଛନ୍ତି ସେଇ ଗୁରୁଙ୍କ ନାମକୁ ତାକୁ ରାତି 4টাରେ ଅଧଘଣ୍ଟେ ଖଣ୍ଡ ସ୍ମରଣ କରିକିରି ତାପରେ ନିରୋଳାରେ ବସିକି ଟିକେ ମନନ କର, ଦେଖ ମନଟା କୁଆଡକୁ ଯାଉଛି ଜାଣିପାରିବ ସୂକ୍ଷ୍ମ ଚିନ୍ତା। ଯଦି ମନଟା ବିକ୍ଷିପ୍ତ ହୁଏ ନାମ ମାର୍ଗ ଅଲଗା ହେଇଥିବ, ଆଉ ଯଦି ଦେଖିବେ ମୁଁ ବୁଝେଇ ଦଉଛି, ଆଉ ଗୋଟେ ଆପଣଙ୍କୁ ସରଳ ଉଦାହରଣ ଦଉଛି, ଆପଣ ଜାଣିପାରିବେ କଥାଟାକୁ। ଧରନ୍ତୁ ଗୋଟେ ହଉଛି ଆପଣ ଯୋଉ ମୁଁ ଦେଖୁଥିଲି ଆପଣ ଯୋଉ କୁଣ୍ଡଳିନୀ କଥା କହିଲେ ମଝିରେ ଗୋଟେ ଏପିସୋଡ ମୁଁ ଦେଖୁଥିଲି, କୁଣ୍ଡଳିନୀ ଜଣେ କିଏ ପଚାରୁଥିଲେ ଆପଣଙ୍କୁ, ଆପଣ କହୁଥିଲେ ଯେ ମୂଳାଧାର ତା ଆଗେ ଉଠିବ କେମିତି? ଆପଣ ତ କହିଲେ ଯେ ଲିଙ୍ଗ ଚକ୍ରରେ ବଜ୍ରା ଅଛି ଟଚ୍ କରିବ, ଆପଣଙ୍କର ଚିତ୍ରା ଅଛି ନାଭି ଚକ୍ରରେ ସେ ଟଚ୍ କରିବ, ତାପରେ ସେ ଆପଣ ଯୋଉଠି ଲଗେଇବେ ସେଠି ଲାଗିବ। ନାଭିରେ ଲକ୍ ଟା ପାନ ଅପାନକୁ ନାଭିରେ ଲକ୍ କରିକିରି ଆପଣ ଯୋଉଠି ଚାହିଁବେ ସେଠି ଭେଦି ପାରିବେ। ସେଇ ଯାକେ କେମିତି କଣ ହବ? ଆପଣ ଯଦି କହିଲେ ମୁଁ ଆପଣଙ୍କୁ ତଥାପି ଗୋଟେ କହିଦଉଛି ଶୁଣନ୍ତୁ। ଆପଣଙ୍କର ଯେ କହୁଛି ଯେ ସିଦ୍ଧ ଆସନରେ ବସିଲେ ସିଦ୍ଧ ହେବ ସମୀର, ମୂଳାଧାର ଚାପି ବସିବ ବାମ ଗୋଇଠି ଠାର, ପାକିସ୍ତାନ ଦକ୍ଷ ପାଦକୁ ନେଇ ଧୀରେ ଚାପିବୁ, ସୋଜା ହୋଇଯିବ ସେ ସର୍ପ ଶୂନ୍ୟ ପୁର ଦେଖିବୁ। ଦେଖନ୍ତୁ ଆପଣ ବଢିଆ କଥାଟା କହିଲେ ଯେ ଗୋଟେ ଯାଉଛି ସୁଷୁମ୍ନା ନାଡିର ଶେଷ ସ୍ଥାନଟା ହଉଛି ମୂଳାଧାର ଚକ୍ର, ବଜ୍ରା ନାଡିର ଆରମ୍ଭ ସ୍ଥଳଟା ହଉଛି ଲିଙ୍ଗ ଚକ୍ର, ମଣିପୁର ଚକ୍ର। ତେଣୁ ଯଦି ଯେ ସିଦ୍ଧ ଆସନରେ ବସିବା ଆପଣଙ୍କର ସୁଷୁମ୍ନା ନାଡି ବଜ୍ରା ନାଡି ଦିଟା ଉପରେ ଆପଣଙ୍କର କଣ ହବ ନା ଶକ୍ତି ଆକ୍ଟିଭେଟ ହବ। ଯେତେବେଳେ ହବ ତାପରେ କିଏ କଣ ହବ ନା ସିଦ୍ଧ ଆସନରେ ବସୁ ବସୁ ସେ ସୁଷୁମ୍ନା ନାଡି ମୂଳାଧାରରୁ ଉଠି ଆସିବ, ଏ ବଜ୍ରାରୁ ମୂଳାଧାର ତ ଉଠିଲା ବେଳକୁ ସେଇ ଅନୁଭବଟା ଯୋଉ ଥଣ୍ଡା ଆପଣଙ୍କ ଯୋଉ ଥଣ୍ଡା ଲାଗିବ ସେଇ ଜାଗାଟା ମୁଁ ଯାହା ଅନୁଭବ କରୁଛି। କଣ ଆପଣ ମୁଁ ସେଟାକୁ କହିପାରିବିନି କଣ ଲାଗିବ, ସେଟା ଗୁରୁଙ୍କର ଆମର ନିୟମ ନାହିଁ। ତଥାପି ଶୁଣନ୍ତୁ ବୁଝନ୍ତୁ, ତେଣୁ ସେ ଜାଗାଟାରୁ ଯେତେବେଳେ ଆପଣଙ୍କର ଷ୍ଟ୍ରୋକ୍ କରିବେ ବୁଝିପାରିଲେ, ଆଉ ଏପଟେ ସ୍ୱାଧିଷ୍ଠାନରୁ ଯେତେବେଳେ ଲିଙ୍ଗ ଚକ୍ର ଷ୍ଟ୍ରୋକ୍ ହବ ଦିଟା, ସେ ଦିଟା ବାୟୁ ସିଧାସଳଖ ସୁଷୁମ୍ନା ନାଡିରୁ ଉପରକୁ ଉଠି ଆସିକି ସେ ପହଞ୍ଚିଯିବ କୋଉଠି ଚିତ୍ରା ପାଖରେ। ଆଚ୍ଛା ଚିତ୍ରା ପାଖରେ ଏପଟରୁ ଯୋଉ ପ୍ରାଣବାୟୁ ଥିବ ଫୁସଫୁସରୁ ତଳକୁ ଯିବ, ସେ ଯାଇକି ମଧ୍ୟ ପହଞ୍ଚିବ କୋଉଠି ସେ ଚିତ୍ରା ପାଖରେ। ଇଏ ସବୁ ଗୁଡାକ ସେଇଠି ଯୋଗ ଅଛି। ଗୋଟେ କଥା ଆଜ୍ଞା, ସେଗୁଡାକ ସବୁ ତ ସେଗୁଡା ସବୁ ଅନୁଭବର କଥା। ଆପଣ ସେଇ ଜାଗା ଉପରେ ଯେତେବେଳେ ସେ ସବୁ କେନ୍ଦ୍ରୀଭୂତ ହେଇଯିବ, ସେଠି ବି ଗୋଟେ ଲକ୍ଷଣ ପ୍ରକାଶ ପାଇବ ବୁଝିଲେ। ଆପଣଙ୍କର ସୁଷୁମ୍ନା ଜାଗ୍ରତ ହେଲେ ତାର ଲକ୍ଷଣ ଅଛି, ଏଇ କଥା ହେଲେ ସୁଷୁମ୍ନା ଜାଗ୍ରତ ହେଲା, ଏଇ କଥା ହେଲେ ବଜ୍ରା ନାଡି ହେଲେ, ଏଗୁଡା ସବୁ ଗୁରୁଦତ୍ତ କଥା। ଆପଣ ଯଦି କହିଲେ ଥଣ୍ଡା ଲାଗିବ ଭଲ ମନ୍ଦ କରିବ ହେଇଥିବ, କିନ୍ତୁ ଯାହା ଲାଗୁ ଯୋଉ କଥା ଅନୁଭବ କରିବେ,
କିନ୍ତୁ सी सब धीरे धीरे हेले जेतले चित्रा नाड़ी पाखरे पहुंचबो आपनको आउ किछि करिया पड़िबो कोन से धीरे 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 आपण थका मारिक बसंतु से देखिए कि तेलुगुणी पक भलिया से ऊपर को उठियो आज्ञा आज्ञा तेणु सेगुड़ा सब कर कथा कहले मु कहली भल कथा हला किंतु गुरु नाम को आपण अहरह चला समस्त गुरु माने तो गुरुंकर नामटा को एठी दे दी ना माने कौन समस्ते गुरु की गुरु जड़े ना संसार आउ जहाँ परम ब्रह्म कहते कि निराकार कहते कि जहाँ कहते जे जहाँ कहते अंशरे आम सब सृष्टि होइछे ना निश्चिंत परम पिता से ना माने तांकर आज्ञा जमी स्कूल हेडमास्टर था अन्य मास्टर माने था हेडमास्टर आप सर्टिफिकेट तैयारी करेंगे ना सर्टिफिकेट मैथमेटिक्स करदे ना साइंस कर मास्टर ना क्लास टीचर करेंगे से रेकमेंड करेंगे आपण ठीक तेणु गोटे कथा तेणु गोटे धर्म गोटे गुरु गोटे ये माने हिंदू सनातन भगवती कहते सनातन गोटे ना आपण समत्व जो वायु समत्व हम आप सनातनी हे से नचेत आप सनातनी नुह कि सनातनी नुह कश्मीर कल आमर शुणु आम दयानंद परमदेव कहले मानव गोटे जाति धर्म एक थिले मतांतर हुअंता कि यही जगत रे होई थांतु भाई भाई हिंदू मुसलमान ख्रिस्टियान काहीं पाई जो सनातनी कथा आपण कहले सनातनी धर्मटा समस्तंकर समान सबु देहर सबु प्राणी पाखरे सबु समान किंतु से सनातन धर्म को आमे धारण कर साइला परे हम बुझले ना से सनातन धर्म यदि हमको निवृत्ति मार्ग को निए बुझले आमे अंतर्मुखी हबा जदि प्रवृत्ति मार्ग को नहीं आमे बहिर्मुखी हबा बुझले मु गोटे बुझे दोची जे हमर थरे कहिथिले एपिसोड रे निशा होची दी प्रकार गोटे होची गंजी निशा गोटे होची मद निशा आपण मद टे खाई देले से कोन करे ना बसिथिला लोक को उठे दो ए मारी मी धरमी ये करमी से करमी पूरा एकदम उच्छन हबो कि गंजी खाई देले से को हे से मरथौ मु तार बसकी ढोलउथबो तेणु निवृत्ति मार्ग साधन हूँ गंजी निशा सदृश प्रवृत्ति मार्ग साधन हूँ आपणकर मद निशा सदृश तेणु से आप निजे देखिकी एटा को करंतु कर सारिक आपण गुरु नाम देहरे मनटा को पूरा मिसई दियतु समस्त को अहर 24 घंटा आपण खाली नाम देहरे मनटा को मिसा मिसई दबा द्वारा आपण निजे सब रिजल्ट पाइबे से नाम ही आपन को कहीदेव बाट घाट शब्द पर्थ अर्थ सब खोलदेव आप नामटा आपको ज्ञान मार्ग नहीं कि ज्ञान पर भक्ति की जीवे आगे ज्ञान नब ज्ञान दब ज्ञान पर भक्ति दब भक्ति पहले भक्ति उपजीव देवे छाड़ सर्व कर्म देवे आप चलतु ठीक हम बुझे आउ गोटे क्वेश्चन पचारि हाँ कहतु जो 60 दंड आम भोग हो अढ़ई दंडे गोटे घंटा जो पास करुच्ची 21,600 जो नाम चली जो 4 दंडे प्रभु कौन मिसी देखिए 4 दंड आज्ञा आपण 4 दंड कहते 4 दंड कौन देखिए आपण आमर जो 27 नक्षत्र भोग हो 60 दंड भितर 7-12 भोग हो 27 नक्षत्र भोग हो 8 प्रहर भोग हो 8 प्रहर भोग हो आज्ञा 60 दंड भितर आपणकर 4 दंड 27 नक्षत्र 28 नक्षत्र एक्चुअली भोग हो टोटाली अभिजित नक्षत्र बेलाटा आम जापर जोटा 4 दंड रही 27 नक्षत्रटा आम गणति ब्रह्मांड चली जो अभिजित नक्षत्र नहीं कि माने राम मंदिर प्रतिष्ठा कले ज्योतिष मैंने बाहर कर नक्षत्र को रामकर जो विग्रहटा किसी से समयटा से समयटा आम शरीर आम जाना केमती आम शरीर जो नक्षत्र अवस्थान अच्छी बुझे ना आप भागवत देखिए विराट पुरुष शरीर को नक्षत्र कौटी सब अवस्थान होती केते काल भोग होती भागवत डिटेल लिखाई आज्ञा बुझे ना भागवत केते अध्याय भागवत आपणकर बोधे द्वितीय स्कंध देखिए है द्वितीय स्कंधर 5म 6ठ अध्याय देखिए 6ठ अध्याय देखिए द्वितीय स्कंध 6ठ अध्याय टिके देखंतु मु भी तथापि आउ केते फोन करिए मु भी टिके भागवत खोलिक आपन को देखै देबी है देखिए 4 दंड रे आपन तकर भेट हो से जो 4 दंड रे भेट हो ए जो ठाकुर अभिराम का गोटे भजन अच्छी आप शुणी थे कि नहीं मुझे पारुनी से कहले दिन रे आसबुनी राति रे आसबुनी मध्याह्न रे आसबुनी 7-12 रे न आसबु माधई
ଆସିଲା ବେଳେ ଦେବତା ନର ନାଗ କେହି ଜାଣିବେନି। ଆପଣ ସେଇ ଭଜନଟା ବୁଝିଲେ ଆଜ୍ଞା ଯେ ଅଭିରାମ ପରମହଂସ ଦୟାନିଧି ପରମହଂସଙ୍କ ସହିତ ଭେଟ ହେଇଛି। ହଁ ହେଇଥିବ, ସେ ସେଇ ଲେବୁଲ ଲୋକ ସବୁ ଆଉ। ନା ସଦ୍ଗୁରୁ ମାନେ ସବୁବେଳେ ଜୀବିତ ନା, ଆମେ ସିନା ତାଙ୍କୁ ଶରୀରରେ ଜାଣିପାରିଲେ ନା ଜ୍ଞାନ ନେତ୍ର ନାହିଁ ବୋଲି, ସେମାନେ ତ ମାନେ ପବନରେ ସବୁବେଳେ ଅଛନ୍ତି ନା। ତାଙ୍କୁ ଆପଣ ଯେତେବେଳେ ଅନ୍ତରରେ ସ୍ମରିବେ ସେ ନିଶ୍ଚୟ ଆପଣଙ୍କ ପାଖକୁ ଜ୍ଞାନ ଦେଇଯିବେ। ଆପଣ ଯୋଉ ମଝିରେ କହୁଛନ୍ତି ମୋ ହୃଦୟରୁ ସେ କହୁଛନ୍ତି, ଏଇଟା କଣ? ଏଇଟା ଜିନିଷଟା ସେଇଆ। ଆପଣ ଜିନିଷଟା ଯୋଉ ଉପସ୍ଥାପନ କରୁଛନ୍ତି ଦୟାନିଧି ପରମହଂସ, ମତେ ପଚାରିଲେ ମୋର ଅଟୋମେଟିକ ମୁଁ କହିଚାଲେ, ମୋ ହୃଦୟ ଭିତରେ ସେ ଅଟୋମେଟିକ କହନ୍ତି। ତା ଅର୍ଥ କଣ? ସେମାନେ ପରମହଂସ ନା, ସେଇ ଲେବୁଲରେ। ହଂସ ଉଡାଣ ତ ଆମେ ଶିଖୁନା, ଆମେ ପରମହଂସ କଥା କଣ କହିବୁ? ସେଇଟା ପର କଥା। ସେ ନବଚକ୍ର ଉପର କଥା ସେମାନେ ସବୁ କହିଦେଇ ଗଲେ, ନବଚକ୍ର ଉପରେ। ଆମେ ତ ଷଡ଼ଚକ୍ର ଭେଦ କରିପାରୁନୁ। ଷଡ଼ଚକ୍ର ଏକ ଚକ୍ର ତ ଭେଦ କରିପାରୁନୁ, ଷଡ଼ଚକ୍ର ସେଇଟା କହିଲେ ଠିକ। ଏଇ ଯୋଉ ଆମର ଶ୍ରୀ ଶ୍ରୀ ଦୟାନିଧି ପରମହଂସଙ୍କ ମୁଖରୁ ମୁଁ ଶୁଣିଛି, ବୁଝିଲେ ନା। ସିଏ ମତେ କହିଲେ ଯେ ଅଭିରାମ ମୋ ପାଖକୁ ଆସିଥିଲା, ମତେ ଯେତେବେଳେ ସେ ବାଇଟେକ ମଠକୁ ଆସିବା ପାଇଁ ଇଚ୍ଛା କଲା, ତାଙ୍କ ମାଙ୍କର ନିର୍ଦ୍ଦେଶ ହେଲା, ସେ ତ ମାଙ୍କ ସାଧନା ନା, ମାଙ୍କ ସାଧକ। ହଁ ପୂର୍ଣ୍ଣମାସୀ ତାଙ୍କୁ କହିଲେ ଏଠିକି, ଯେତେବେଳେ ପୂର୍ଣ୍ଣମାସୀଙ୍କୁ ଧରିକି ସେ ଆସିଲେ କୋଉଠି ବାଇଟେକ ମଠକୁ, 3 ଦିନ ଆଗରୁ ଦୟାନିଧି ପରମହଂସଙ୍କୁ ଶବ୍ଦ ହେଲା ଯେ ଅଭିରାମ ଆସିବ, ଏଇଆ ପଚାରିବ, ଉତ୍ତର ଏଇଆ, ପ୍ରଶ୍ନ ଏଇଆ, ଉତ୍ତର ଏଇଆ। ଯୋଉ ଭଜନଟି ଆପଣ କହୁଛନ୍ତି, ସେଇ ଭଜନର ପ୍ରଶ୍ନ ଯେତେବେଳେ ଅଭିରାମ ବାବା ପଚାରିଲେ, ଠାକୁର ତାକୁ ପରିମାର୍ଥରେ ବି ବୁଝେଇଥିଲେ, ବୁଝିଲେ ନା। ସେ ଜିନିଷ ବି କୋଉଠି ମୋର ଅଛି, ମୁଁ ଦେଖିଲେ ହବ। ତେଣୁ ଆପଣ କେତେବେଳେ ଏଠିକି ଆସନ୍ତୁ, ଆମେ ସେଇ ଭଜନଟାକୁ ଏଠି ଆଲୋଚନା କରିବା। ଭଲ ହେଲା, କାହିଁକି ନା ସିଏ ବି ସିଦ୍ଧ ପୁରୁଷ, ଇଏ ବି ସିଦ୍ଧ ପୁରୁଷ, ସିଏ ହେଲା ବଡ ଲୋକଙ୍କର କଥା। ତେଣୁ ଆମେ ଟିକେ ତାକୁ ଛୋଟ ମୁଣ୍ଡରେ ବସିକି ଆଲୋଚନା କରିବା ଆଉ କଣ। କେତେବେଳେ ଆସନ୍ତୁ, ଆମେ କଥା ହବା। ଏଇଟା କୋଉଠି କଣ ଯିବାକୁ ପଡିବ, କେମିତି କଣ ରୁଟଟା? ଆପଣ ଭୁବନେଶ୍ୱରରୁ ଯଦି ଆସିବେ, ଆପଣ ସିଧାସଳଖ ଟ୍ରେନ ଭଦ୍ରକ ଲାଇନ କି ଟ୍ରେନରେ ବସିବେ, ଲୋକାଲ ଟ୍ରେନ। ଭଦ୍ରକ ଷ୍ଟେସନ। ହଁ, ଭଦ୍ରକ ଷ୍ଟେସନ ପୂର୍ବରୁ ଆପଣ ଯାଜପୁର ରୋଡ ପରେ ଗୋଟେ ମଞ୍ଜୁରୀ ରୋଡ ରେଲୱେ ଷ୍ଟେସନ ଅଛି। ସେ ରେଲୱେ ଷ୍ଟେସନ ଓହ୍ଲେଇଲେ 2 କିଲୋମିଟର ଥଇଳା ବାଲିବିଲ ଆଶ୍ରମ। କିଛି ସହଜ ପୁରା। ଆପଣ କେତେବେଳେ ଆସନ୍ତୁ, ବସିବା, କଥା ହବା। ଗୋଟେ ଧର୍ମ ମାର୍ଗରେ ମୁଁ ଆପଣ ମାନଙ୍କୁ ଭାରି ଭଲ ପାଉଛି। କାରଣ କଣ, ମତେ ଏଇ ଯୋଉ ଅଲଗା ଅଲଗା ସବୁ ଧର୍ମ କରିଦିଅନ୍ତି, ମତେ କାହିଁ ମୋ ମନରେ କିଏ ଅଲଗା ଆସେନି। ବ୍ରହ୍ମ ତ ଏକ, ଆମେ କେମିତି ଅଲଗା ହେଇଯିବୁ? ହଁ ନା, ମୋର ଆଜ୍ଞା ମନ ଭିତରେ ଯୋଉ ଆଜିକାଲି 956 ଦୀକ୍ଷା ଧର୍ମ ଏଇ ସବୁ ସୃଷ୍ଟି କରିଛନ୍ତି, ଆମେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ, ସେ ଆମର ମୋ ଗୁରୁ ଅମୁକ, ତା ଗୁରୁ ଅମୁକ, ତା ଗୁରୁ ଅମୁକ। ସଦ୍ଗୁରୁ ମାନେ ତ ଗୋଟିଏ ନାମକୁ ନେଇକି ଆସିଲେ, ଗୋଟିଏ କଥା କହିକି ଗଲେ, ମାର୍ଗ ଗୋଟାଏ, ଜୀବ ପରମର ଭେଟା ଭେଟି ପାଇଁ ଅଷ୍ଟାଦଶ ପୁରାଣ 18 ଅଧ୍ୟାୟ ଗୀତା ଠାକୁର ଅଭିରାମ ଲେଖିଲା। ହଁ, ତେଣୁ ଜୀବ ପରମର ଭେଟା ଭେଟି କେମିତି ହବ, ସେତିକି ଜିନିଷଟା ଆମକୁ ଦରକାର। ଆପଣଙ୍କର ପହର ଦିନ 2 ଜଣ ଭଦ୍ର ବ୍ୟକ୍ତି ସେ ଗଞ୍ଜାମରୁ ଆସିଲେ, ଆଉ ବହୁତ କଷ୍ଟରେ ଆସିକି ରାତି ପ୍ରାୟ 10ଟା 11ଟା ହେଇଗଲା ଆଶ୍ରମ ଆସି ପହଞ୍ଚିଲେ। କାଲି ଦିନଟା ରହିଲେ, ଆଜି ଭୋରୁ ଗଲେ। ଗଲା ପରେ ମୁଁ ତାଙ୍କୁ ଗୋଟେ କଥା କହିଲି, ମୁଁ କହିଲି ଦେଖନ୍ତୁ, ଆପଣ ମାନେ ସେ 2 ଜଣ ଅଭିରାମ ପରମହଂସଙ୍କ ଶିଷ୍ୟ। ମୁଁ ତାଙ୍କୁ କହିଲି, ମୁଁ ଦେଖ ଯେ ତମେ ଆସିଛ ମୋ ଆଶ୍ରମକୁ, ମୁଁ ଭାବୁଛି ମୋ ଆଶ୍ରମକୁ ଆଜି କୁଣିଆ ଆସିଛନ୍ତି। କଣ ବୁଝିଲେ ନା? କାହିଁକି ନା ମୋ ଅନ୍ତ ଭିତରେ ତିଳେ ଭେଦ ଦୃଷ୍ଟି ନାହିଁ। ଯିଏ ଯୋଉ ଆଶ୍ରମର ହଉନ୍ତୁ ନା କାହିଁକି, ତ ମତେ ତ ଭଲ ଲାଗେ ସମସ୍ତଙ୍କୁ। କାହିଁକି ନା ଆଧ୍ୟାତ୍ମ ମାର୍ଗରେ ଯିଏ ଆସିଲେ, ମୁଁ ଦେଖିଲେ ମତେ ଭାରି ଖୁସି ଲାଗେ। କଣ ବୁଝିଲେ? କିଛି ଅସୁବିଧା ନାହିଁ, ଆପଣ ଆସନ୍ତୁ, ଆମେ ବସିବା, କଥା କରିବା। ଗୁରୁ ଯିଏ ଯାହାର ହଉଛି ହଉ, ଆମେ ତ ଯିବା ଗୋଟିଏ ବାଟରେ ଯିବା ସମସ୍ତେ ଆଉ। ମର ସର ଧରି କିଏ କେତେ ପ୍ରକାର ଆସୁଛନ୍ତି, ସେଥିରେ ସେ ଶରୀରଟା ଦେଖିଲେ କଣ ମିଳିବ ଆଜ୍ଞା? ଆମେ ମର ସରଟା, ଆମ ଜଡ ଯାହା, ସିଏ ଜଡ ସର ସେଇଆ। ତା ଭିତରେ ଚେତନାଟା କଥା କହୁଥିଲା ନା, ଦେଖୁଥିଲା କି ଶୁଣୁଥିଲା ନା? ଆଉ କିଛି ନୁହେଁ, ସେତିକି। ଆଜ୍ଞା, ପ୍ରଣାମ ଆଜ୍ଞା, ପ୍ରଣାମ ଆଜ୍ଞା।